ଆକାଶବାଣୀ। ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ। ଆସାମ, କେରଳମ୍ ଏବଂ ପୁଡୁଚେରୀରେ ବିଧାନସଭା ନିର୍ବାଚନ ପାଇଁ ଆସନ୍ତାକାଲି ହେବ ମତଗ୍ରହଣ। ବୁଥସ୍ତରୀୟ ଏଜେଣ୍ଟଙ୍କ ଉପସ୍ଥିତି ନେଇ ନିର୍ଦ୍ଦେଶାବଳୀରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ, ସ୍ପଷ୍ଟ କଲେ ନିର୍ବାଚନ କମିଶନ। ଭାରତୀୟ ରିଜର୍ଭ ବ୍ୟାଙ୍କ ଆଜି ଘୋଷଣା କରିବ ଦ୍ୱିମାସିକ ମୁଦ୍ରାନୀତି। ଇରାନ ବିରୁଦ୍ଧରେ 2 ସପ୍ତାହର ଅସ୍ତ୍ରବିରତି ଘୋଷଣା କଲା ଆମେରିକା। ଏବଂ ବର୍ଷା ବାଧାପ୍ରାପ୍ତ ଆଇପିଏଲ୍ କ୍ରିକେଟର ଗତକାଲିର ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ 27 ରନ୍ରେ ପରାସ୍ତ କଲା ରାଜସ୍ଥାନ ରୟାଲ୍ସ। ଆସାମ, କେରଳମ୍ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ଆସନ୍ତାକାଲି ବିଧାନସଭା ନିର୍ବାଚନ ପାଇଁ ମତଗ୍ରହଣ କରାଯିବ। ଆସାମର 126ଟି, କେରଳମ୍ର 140 ଏବଂ ପୁଡୁଚେରୀର 30ଟି ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ। ଏଥିପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ସମସ୍ତ ପ୍ରକ୍ରିୟା ଜାରି ରହିଛି। ଗତ ସନ୍ଧ୍ୟାରେ ସେହି ଅଞ୍ଚଳଗୁଡ଼ିକରେ ନିର୍ବାଚନ ପ୍ରଚାର ଶେଷ ହୋଇଛି। ତାମିଲନାଡୁରେ ଏକକ ପର୍ଯ୍ୟାୟ ଏବଂ ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଆସନ୍ତାକାଲି ହେଉଛି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିବସ। ଏହି ପର୍ଯ୍ୟାୟ ପାଇଁ ଗତକାଲି ନାମାଙ୍କନ ପତ୍ରଗୁଡ଼ିକର ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି। ଆଗାମୀ ବିଧାନସଭା ନିର୍ବାଚନ ନେଇ ବୁଥସ୍ତରୀୟ ଏଜେଣ୍ଟଙ୍କ ମତଗ୍ରହଣ ସମୟରେ ଉପସ୍ଥିତ ରହିବା ସଂକ୍ରାନ୍ତ ନିର୍ଦ୍ଦେଶାବଳୀରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ ବୋଲି ନିର୍ବାଚନ କମିଶନ ସ୍ପଷ୍ଟ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପ୍ରଚାରିତ ହେଉଥିବା ଏ ସଂକ୍ରାନ୍ତ ସୂଚନା ପରିପ୍ରେକ୍ଷୀରେ କମିଶନଙ୍କ ପକ୍ଷରୁ ଏହି ସ୍ପଷ୍ଟୀକରଣ ଦିଆଯାଇଛି। ପ୍ରଚାରିତ ସୂଚନାରେ ମତଦାନ ଦିନ ବିଭିନ୍ନ ରାଜନୈତିକ ଦଳର ବୁଥସ୍ତରୀୟ ଏଜେଣ୍ଟଙ୍କୁ ବସିବାକୁ ଅନୁମତି ଦିଆଯିବ ନାହିଁ ବୋଲି ଉଲ୍ଲେଖ କରାଯାଇଛି। ତେବେ ଏହା ତଥ୍ୟଭିତ୍ତିକ ନୁହେଁ ବୋଲି ନିର୍ବାଚନ କମିଶନ ସ୍ପଷ୍ଟ କରିବା ସହ କହିଛନ୍ତି ଏ ସଂକ୍ରାନ୍ତ ନିର୍ଦ୍ଦେଶାବଳୀରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ପଶ୍ଚିମବଙ୍ଗର ଜେଲ୍ ଏବଂ ସଂଶୋଧନ ଆବାସଗୁଡ଼ିକ ପରିସର ମଧ୍ୟରେ ନିର୍ବାଚନ ପ୍ରକ୍ରିୟାରେ କୌଣସି ପ୍ରକାର ହସ୍ତକ୍ଷେପ ଉପରେ କଡ଼ା ନଜର ରଖିବାକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି। କୌଣସି ପ୍ରକାର ଅନଧିକୃତ ଯୋଗାଯୋଗ କିମ୍ବା ରାଜନୈତିକ କାର୍ଯ୍ୟକଳାପ ଜନିତ ପଦକ୍ଷେପକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ନିୟମିତ ତଥା ଆବଶ୍ୟକ ସ୍ଥଳେ ତତ୍କ୍ଷଣାତ୍ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅତି ଆବଶ୍ୟକ ନଥିବା କ୍ଷେତ୍ରରେ ପ୍ୟାରୋଲ୍ କିମ୍ବା କୌଣସି ପ୍ରକାର ଅସ୍ଥାୟୀ ମୁକ୍ତି ପ୍ରକ୍ରିୟାକୁ ଆସନ୍ତା ମାସ 6 ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ନିୟମିତ ମୋବାଇଲ ଜାମର ଯାଞ୍ଚ କରାଯିବା ଏବଂ ଯାନ୍ତ୍ରିକ ତ୍ରୁଟି କ୍ଷେତ୍ରରେ ତ୍ୱରିତ ମରାମତି ପାଇଁ ଜେଲ୍ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି। ମୋବାଇଲ ଫୋନ୍, ସିମ୍ କାର୍ଡ, ନଗଦ ଅର୍ଥ, ନିଶାଦ୍ରବ୍ୟ କିମ୍ବା ଅନ୍ୟାନ୍ୟ କୌଣସି ନିଷିଦ୍ଧ ସାମଗ୍ରୀ କାରବାରକୁ ରୋକିବା ପାଇଁ ବାରମ୍ବାର ତଲାସୀ ପ୍ରକ୍ରିୟା ଜାରି ରଖିବାକୁ ଜେଲ୍ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦିଆଯାଇଛି। ଜେଲ୍ ଅଧିକାରୀ ଏବଂ ଜିଲ୍ଲା ପ୍ରଶାସନ ସମନ୍ୱିତ ଭାବେ ଏଥିପାଇଁ କାର୍ଯ୍ୟ କରିବାକୁ ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ବିଆଇ ଆଜି ଏହାର ଦ୍ୱିମାସିକ ମୁଦ୍ରାନୀତି ଘୋଷଣା କରିବ। ଆର୍ବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ପୂର୍ବାହ୍ନ 10ଟାରେ ଚଳିତ ଆର୍ଥିକ ବର୍ଷର ପ୍ରଥମ ମୁଦ୍ରାନୀତି ବୈଠକରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ସମ୍ପର୍କରେ ସୂଚନା ପ୍ରଦାନ କରିବେ। ଶ୍ରୀ ମାଲହୋତ୍ରାଙ୍କ ନେତୃତ୍ୱରେ 6 ଜଣିଆ ମୁଦ୍ରାନୀତି କମିଟି ବୈଠକ ଗତ ସୋମବାରରୁ ଆରମ୍ଭ ହୋଇଥିଲା। ଏଥିରେ ସୁଧ ହାର, ମୁଦ୍ରାସ୍ଫୀତି ଏବଂ ଅଭିବୃଦ୍ଧି ଆଦି ପ୍ରମୁଖ କ୍ଷେତ୍ରଗୁଡ଼ିକ ଉପରେ ବ୍ୟାପକ ବିଚାର ବିମର୍ଶ କରାଯାଇଛି। ପଶ୍ଚିମ ଏସିଆ ସଙ୍କଟ ପରିସ୍ଥିତି ଦ୍ୱାରା ଦେଶର ମୁଦ୍ରାସ୍ଫୀତି ବୃଦ୍ଧି ପାଇବାର ସମ୍ଭାବନା ଥିବାରୁ ଆର୍ବିଆଇ ରେପୋ ହାରକୁ 5.25% ଅପରିବର୍ତ୍ତିତ ରଖିବାର ସମ୍ଭାବନା ରହିଛି ବୋଲି ଅର୍ଥନୀତି ବିଶେଷଜ୍ଞ ଆକଳନ କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ନୂଆଦିଲ୍ଲୀଠାରେ ଆଜି ଅପରାହ୍ନରେ ବାଂଲାଦେଶ ପ୍ରତିପକ୍ଷ ଖଲିଲୁର ରହମାନଙ୍କ ସହ ସାକ୍ଷାତ ଆଲୋଚନା କରିବେ। 3 ଦିନିଆ ଭାରତ ଗସ୍ତରେ ଆସି ଶ୍ରୀ ରହମନ ଗତ ସନ୍ଧ୍ୟାରେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଗସ୍ତ ଅବସରରେ ଶ୍ରୀ ରହମନ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭଲ, ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୂଷ ଗୋଏଲ, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଗତ ଫେବୃଆରୀ ମାସରେ ବାଂଲାଦେଶରେ ବିଏନ୍ପି ନେତୃତ୍ୱାଧୀନ ସରକାର ଗଠିତ ହେବା ପରେ ସେଠାକାର ବୈଦେଶିକ ମନ୍ତ୍ରୀଙ୍କର ଏହା ପ୍ରଥମ ଭାରତ ଗସ୍ତ। ଯୁକ୍ତରାଷ୍ଟ୍ର ଆମେରିକାର ୱାଶିଂଟନ ଡିସିକୁ ବୈଦେଶିକ ସଚିବ ବିକ୍ରମ ମିଶ୍ରି ଆଜି ଗସ୍ତରେ ଯିବେ। 3 ଦିନିଆ ଏହି ଗସ୍ତ ଅବସରରେ ଶ୍ରୀ ମିଶ୍ରି ଆମେରିକୀୟ ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା କରିବେ। ସେଗୁଡ଼ିକ ମଧ୍ୟରେ ବାଣିଜ୍ୟ, ପ୍ରତିରକ୍ଷା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ସହିତ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ଆଞ୍ଚଳିକ ଓ ବୈଶ୍ୱିକ ପ୍ରସଙ୍ଗ ସ୍ଥାନିତ ହେବ। ବୈଦେଶିକ ମନ୍ତ୍ରଣାଳୟ କହିଛି ଶ୍ରୀ ମିଶ୍ରିଙ୍କର ଏହି ଗସ୍ତ ଭାରତ ଓ ଆମେରିକା ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବ। ବିଭିନ୍ନ କ୍ଷେତ୍ରରେ ସହଯୋଗିତା
ବ୍ୟବସ୍ଥାକୁ ସମୀକ୍ଷା କରାଯିବା ସହ ପ୍ରମୁଖ କ୍ଷେତ୍ରଗୁଡ଼ିକରେ ଏହାକୁ ଅଧିକ ସଶକ୍ତ କରିବା ଶ୍ରୀ ମିଶ୍ରଙ୍କର ଏହି ଗସ୍ତର ଅନ୍ୟତମ ଉଦ୍ଦେଶ୍ୟ। ଗତ ଫେବୃଆରୀରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ୱାଶିଂଟନ୍ ଡିସି ଗସ୍ତ ପରେ ଉଭୟ ପକ୍ଷ ମଧ୍ୟରେ ନିରନ୍ତର ଉଚ୍ଚସ୍ତରୀୟ ପ୍ରସଙ୍ଗଭିତ୍ତିକ ମତ ବିନିମୟ ଜାରି ରହିଛି ବୋଲି ମନ୍ତ୍ରଣାଳୟ କହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ହର୍ମୁଜ୍ ପ୍ରଣାଳୀ ଦେଇ ଜାହାଜ ଚଳାଚଳକୁ ଅନୁମତି ପ୍ରଦାନ ପରିପ୍ରେକ୍ଷୀରେ 2 ସପ୍ତାହର ଅସ୍ତ୍ରବିରତି ପାଇଁ ଆମେରିକା ସମ୍ମତି ପ୍ରଦାନ କରିଛି ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ଉଭୟ ପକ୍ଷ ଅସ୍ତ୍ରବିରତି ପାଇଁ ସମ୍ମତି ପ୍ରଦାନ କରିଥିବା ଜଣାପଡ଼ିଛି। ଆମେରିକା ପୂର୍ବରୁ ନିଜର ସାମରିକ ଲକ୍ଷ୍ୟ ହାସଲ କରିସାରିଛି ଏବଂ ଜାରି ରହିଥିବା ସଂଘର୍ଷ ସେହି ଦୃଷ୍ଟିକୋଣରୁ ସମାଧାନର ନିକଟତର ହୋଇପାରେ ବୋଲି ଶ୍ରୀ ଟ୍ରମ୍ପ ସୂଚନା ଦେଇଥିଲେ। ପୂର୍ବରୁ ଶ୍ରୀ ଟ୍ରମ୍ପ କହିଥିଲେ, ତେହରାନ ଯଦି ହର୍ମୁଜ୍ ପ୍ରଣାଳୀ ପୁନଃ କାର୍ଯ୍ୟକ୍ଷମ କରିବା ନେଇ ପ୍ରସ୍ତାବରେ ରାଜି ନ ହୁଏ, ତେବେ ଇରାନର ଶକ୍ତିକେନ୍ଦ୍ର ଏବଂ ଯୋଗାଯୋଗ ଭିତ୍ତିଭୂମିଗୁଡ଼ିକ ଉପରେ ଆକ୍ରମଣ କରାଯିବ। ରାଷ୍ଟ୍ରପତି ଶ୍ରୀ ଟ୍ରମ୍ପ 2 ସପ୍ତାହ ପାଇଁ ସର୍ତ୍ତମୂଳକ ଯୁଦ୍ଧବିରତି ଘୋଷଣା କରିବା ପରେ ବିଶ୍ୱ ତୈଳ ମୂଲ୍ୟ ଦ୍ରୁତଗତିରେ ହ୍ରାସ ପାଇଥିବା ଜଣାପଡ଼ିଛି। ଇରାନରେ ବୃଦ୍ଧି ପାଉଥିବା ଯୁଦ୍ଧଜନିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ସେଠାକାର ପ୍ରବାସୀ ଭାରତୀୟଙ୍କୁ ଅଯଥା ଗତିବିଧି ଏଡ଼ାଇବାକୁ ପରାମର୍ଶ ଦିଆଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଜାରି କରିଥିବା ପରାମର୍ଶବଳୀରେ ସେଠାକାର ଭାରତୀୟ ନାଗରିକଙ୍କୁ ଯେଉଁଠାରେ ଅଛନ୍ତି ସେଠାରେ ରହିବାକୁ କୁହାଯାଇଛି। ଇରାନ ମଧ୍ୟରେ କିମ୍ବା ଏହାର ସୀମା ବାହାରକୁ ଆସିବା ନେଇ କୌଣସି ପ୍ରକାର ଗତିବିଧିରୁ ଦୂରେଇ ରହିବା ପାଇଁ କୁହାଯାଇଛି। ତେବେ ଅତ୍ୟନ୍ତ ଆବଶ୍ୟକ ସ୍ଥଳେ ଭାରତୀୟ ଦୂତାବାସ ସହିତ ସମନ୍ୱୟ ରକ୍ଷା କରି ନିର୍ଦ୍ଧାରିତ ମାର୍ଗଦର୍ଶିକା ଅନୁସାରେ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି। ସମସ୍ତ ବୈଦ୍ୟୁତିକ ସାମରିକ ପ୍ରତିଷ୍ଠାନ ବହୁତଳ କୋଠାର ଉପର ମହଲାରେ ବସବାସ ନ କରିବାକୁ କୁହାଯାଇଛି। ଭାରତୀୟ ନାଗରିକଙ୍କୁ ଦୂତାବାସ ସହ ନିୟମିତ ଯୋଗାଯୋଗରେ ରହିବାକୁ ପରାମର୍ଶ ଦିଆଯିବା ସହ ଏଥିପାଇଁ 24 ଘଣ୍ଟିଆ ମୋବାଇଲ ନମ୍ବର ଜାରି କରାଯାଇଛି। ଦିଲ୍ଲୀରେ ଅନଧିକୃତ ଭାବେ ନିର୍ମିତ କଲୋନିଗୁଡ଼ିକୁ ନିୟମିତ କରିବା ନେଇ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଯେପରି ଅଛି ଯେଉଁଠାରେ ଅଛି ଆଧାରରେ ଏହାକୁ ନିୟମିତ କରିବା ନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବ୍ୟାପାର ମନ୍ତ୍ରୀ ମନୋହର ଲାଲ ଘୋଷଣା କରିଛନ୍ତି। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ଲାଲ କହିଛନ୍ତି, ଏହି କଲୋନିଗୁଡ଼ିକୁ ସ୍ୱୀକୃତି ପ୍ରଦାନ କରାଯିବ। ଭବିଷ୍ୟତର ନିର୍ମାଣଗୁଡ଼ିକୁ ନଗର ନିଗମ ନିୟମାବଳୀକୁ କଡ଼ାକଡ଼ି ପାଳନ କରିବାକୁ ପଡ଼ିବ ବୋଲି ଶ୍ରୀ ଲାଲ କହିଛନ୍ତି। ନିୟମିତ ହୋଇଥିବା କଲୋନିଗୁଡ଼ିକରେ ବାସିନ୍ଦାଙ୍କୁ ନିଜ ସମ୍ପତ୍ତିର ପଞ୍ଜୀକରଣ ପାଇଁ ଏହି ପଦକ୍ଷେପ ଉତ୍ସାହ ପ୍ରଦାନ କରିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ଦିଲ୍ଲୀବାସୀ ଦୀର୍ଘକାଳୀନ ଧରି ସହରାଞ୍ଚଳ ଆହ୍ୱାନର ସମ୍ମୁଖୀନ ହୋଇ ଆସୁଛନ୍ତି। ତେବେ ନିର୍ମାଣ ସଂସ୍ଥା ଏବଂ ସରକାରଙ୍କ ମଧ୍ୟରେ ସମନ୍ୱୟର ଅଭାବ ଯୋଗୁଁ ଏପର୍ଯ୍ୟନ୍ତ ଏହାର ସମାଧାନ ହୋଇପାରିନାହିଁ। ଦିଲ୍ଲୀବାସୀଙ୍କ ପାଇଁ ବ୍ୟବସ୍ଥିତ ଏବଂ ପର୍ଯ୍ୟାୟକ୍ରମେ ସହରାଞ୍ଚଳ ସଂସ୍କାର ପାଇଁ ସରକାରଙ୍କ ଅଙ୍ଗୀକାରବଦ୍ଧତା ଉପରେ ମନ୍ତ୍ରୀ ଶ୍ରୀ ଲାଲ ଏହି ଅବସରରେ ଆଲୋକପାତ କରିଛନ୍ତି। ଏହି ନିଷ୍ପତ୍ତି ଫଳରେ ଅନଧିକୃତ କଲୋନିଗୁଡ଼ିକରେ ଥିବା ସମସ୍ତ ପ୍ଲଟ୍ ଏବଂ ନିର୍ମିତ କୋଠାକୁ ଆବାସ ଭାବେ ବିବେଚନା କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦିଲ୍ଲୀବାସୀ ଏକ ଯୋଜନାବଦ୍ଧ ଏବଂ ସମାବେଶୀ ସହରାଞ୍ଚଳ ବିକାଶର ନୂତନ ପର୍ଯ୍ୟାୟ ଲକ୍ଷ୍ୟ କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଲାଲ କହିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କହିଛନ୍ତି, ଗତବର୍ଷ ଏହି ଅନଧିକୃତ କଲୋନିଗୁଡ଼ିକର ବିକାଶ ପାଇଁ 700 କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। ଚଳିତ ବଜେଟ୍ରେ ଏଥିପାଇଁ 800 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ବୋଲି ସେ କହିଛନ୍ତି। ଆକାଶବାଣୀରେ ଲୋକଙ୍କ ପଦ୍ମ ଧାରାବାହିକ କାର୍ଯ୍ୟକ୍ରମରେ ଆଜି ପୂର୍ବାହ୍ନ 9:10 ସମାଜସେବୀ ଏସ୍.ଜି. ସୁଶୀଳାମ୍ମାଙ୍କ ସହ ସାକ୍ଷାତ ଆଲୋଚନା ପ୍ରସାରଣ କରାଯିବ। ଆକାଶବାଣୀର 100.1 ଗୋଲ୍ଡ ଚ୍ୟାନେଲରେ ଏହି କାର୍ଯ୍ୟକ୍ରମ ପ୍ରସାରିତ ହେବ। ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍, ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ଏହି କାର୍ଯ୍ୟକ୍ରମକୁ ଶ୍ରୋତାମାନେ ଶୁଣିପାରିବେ। ଆଇପିଏଲ୍ କ୍ରିକେଟର ଗତକାଲିର ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ବିଜୟୀ ହୋଇଛି। ଗୁଆହାଟୀର ବର୍ଷାପାରା କ୍ରିକେଟ୍ ଷ୍ଟାଡିୟମ୍ଠାରେ ଖେଳାଯାଇଥିବା ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ରାଜସ୍ଥାନ ରୟାଲ୍ସ 27 ରନ୍ରେ ପରାସ୍ତ କରିଛି। ବର୍ଷା ବାଧାପ୍ରାପ୍ତ ମ୍ୟାଚ୍କୁ 11 ଓଭର ମଧ୍ୟରେ ସୀମିତ ରଖାଯାଇଥିଲା। ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ 3 ୱିକେଟ୍ ବିନିମୟରେ 150 ରନ୍ ସଂଗ୍ରହ କରିଥିଲା। 151 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ମୁମ୍ବାଇ ଇଣ୍ଡିଆନ୍ସ 9 ୱିକେଟ୍ ବିନିମୟରେ 123 ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ଯଶସ୍ୱୀ ଜୟସ୍ୱାଲଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚନା କରାଯାଇଛି। ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଆସାମ, କେରଳ ଏବଂ ପୁଡୁଚେରୀରେ ବିଧାନସଭା ନିର୍ବାଚନ ପାଇଁ ଆସନ୍ତାକାଲି ହେବ ମତଗ୍ରହଣ। ବୁଥ୍ସ୍ତରୀୟ ଏଜେଣ୍ଟଙ୍କ ଉପସ୍ଥିତି ନେଇ ନିର୍ଦ୍ଦେଶାବଳୀରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ, ସ୍ପଷ୍ଟ କଲେ ନିର୍ବାଚନ କମିଶନ। ଭାରତୀୟ ରିଜର୍ଭ ବ୍ୟାଙ୍କ ଆଜି ଘୋଷଣା କରିବ ଦ୍ୱିମାସିକ ମୁଦ୍ରାନୀତି। ଇରାନ ବିରୁଦ୍ଧରେ 2 ସପ୍ତାହର ଅସ୍ତ୍ରବିରତି ଘୋଷଣା କଲା ଆମେରିକା ଏବଂ ବର୍ଷା ବାଧାପ୍ରାପ୍ତ ଆଇପିଏଲ୍ କ୍ରିକେଟର ଗତକାଲିର ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ 27 ରନ୍ରେ ପରାସ୍ତ କଲା ରାଜସ୍ଥାନ ରୟାଲ୍ସ।
ସମ୍ବାଦ ଶେଷ ହେଲା।